ନୂଆଗଡ଼ ବ୍ଲକରେ ଆରମ୍ଭ ହେଲା ମାଣ୍ଡିଆ ମଣ୍ଡି। ଗଜପତି ଜିଲ୍ଲାର ନୂଆଗଡ଼ ବ୍ଲକରେ ଓଡ଼ିଶା ସରକାରଙ୍କ ଶ୍ରୀ ଅନ୍ନ ଅଭିଯାନ ପ୍ରକଳ୍ପ ମାଧ୍ୟମରେ ଚାଷୀଙ୍କ ଠାରୁ ମଣ୍ଡିରେ ମାଣ୍ଡିଆ କ୍ରୟ ନିମନ୍ତେ ମହେନ୍ଦ୍ରଗିରି ପ୍ରଡ୍ୟୁସର କମ୍ପାନୀ ଲିମିଟେଡ୍ ତରଫରୁ ପରିମଳ ଗ୍ରାମରେ ଶନିବାର ଦିନ, ଖଜୁରୀପଦାରେ ବୁଧବାର ଦିନ ଓ ବେତାରସିଂରେ ଗୁରୁବାର ଦିନ ଜାନୁଆରୀ ମାସ ଠାରୁ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ମାଣ୍ଡିଆ କ୍ରୟ କରିବାର ବ୍ୟବସ୍ଥା ରହିଛି। ତେଣୁ ଆଜି ନୂଆଗଡ଼ ବ୍ଲକର ବେତାରସିଂ ଗ୍ରାମରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ମାଳତୀ ପ୍ରଧାନ ମୁଖ୍ୟ ଅତିଥି ଓ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ଏମ ପ୍ରକାଶ ରାଓ ସମ୍ମାନୀୟ ଅତିଥି ଭାବେ ଉପସ୍ଥିତ ରହି ମାଣ୍ଡିଆ ମଣ୍ଡିର ଶୁଭ ଉଦ୍ଘାଟନ କରିଥିଲେ। ଶ୍ରୀମତୀ ପ୍ରଧାନ ଚାଷୀମାନଙ୍କୁ ଅଧିକ ପରିମାଣରେ ମାଣ୍ଡିଆ ଚାଷ କରିବାକୁ ପରାମର୍ଶ ଦେଇଥିଲେ। ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ଏମ ପ୍ରକାଶ ରାଓ ସରକାରଙ୍କ ଯୋଜନାର ଲାଭ ଉଠାଇବାକୁ ପରାମର୍ଶ ଦେବା ସହିତ ଚାଷୀମାନଙ୍କୁ ବିଭାଗୀୟ କର୍ମଚାରୀଙ୍କ ସହ ସବୁବେଳେ ଯୋଗାଯୋଗରେ ରହିବାର ଆବଶ୍ୟକତା ରହିଥିବା କଥା ଗୁରୁତ୍ୱ ଦେଇଥିଲେ। ଅନ୍ୟ ସମ୍ମାନନୀୟ ଅତିଥି ମଧ୍ୟରେ କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ତଥା ମୁଖ୍ୟ ଶ୍ରୀ ସଂଗ୍ରାମ ପରମଗୁରୁ, ବ୍ଲକ କୃଷି ଅଧିକାରୀ ଶ୍ରୀ ଭୁବେନ୍ଦ୍ର ମୁର୍ମୁ, ବେତାରସିଂ ପଞ୍ଚାୟତର ସରପଞ୍ଚ, ଶ୍ରୀ ଅନ୍ନ ଅଭିଯାନର ଜିଲ୍ଲା ଓ ବ୍ଲକ ସଂଯୋଜକ, ଟିଡିସିସିର କର୍ମକର୍ତ୍ତା ଓ ମହେନ୍ଦ୍ରଗିରି ପ୍ରଡ୍ୟୁସର କମ୍ପାନୀର ସମସ୍ତ କର୍ମଚାରୀ, ବିଉଡି ଓ କର୍ମଚାରୀ ଅଂଶଗ୍ରହଣ କରି ନୂଆଗଡ଼ ବ୍ଲକରେ ଚଳିତ ବର୍ଷ 3500 କ୍ୱିଣ୍ଟାଲ ପ୍ରତି 4886 ଟଙ୍କାରେ ସଫା ଓ ଶୁଖିଲା ମାଣ୍ଡିଆ ଟିଡିସିସି ମହେନ୍ଦ୍ରଗିରି ପ୍ରଡ୍ୟୁସର କମ୍ପାନୀ ମାଧ୍ୟମରେ କିଣିବା ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା କଥା ଆଲୋଚନା କରାଯାଇଥିଲା। ଏହି ଉଦ୍ଘାଟନ କାର୍ଯ୍ୟକ୍ରମରେ ମହେନ୍ଦ୍ରଗିରି ପ୍ରଡ୍ୟୁସର କମ୍ପାନୀର କାର୍ଯ୍ୟନିର୍ବାହୀ ଅଧିକାରୀ ଅକ୍ଷୟ କୁମାର ମହାନ୍ତି ସ୍ୱାଗତ କରିଥିବା ବେଳେ ଶ୍ରୀ ଅନ୍ନ ଅଭିଯାନର ନୂଆଗଡ଼ ବ୍ଲକ ଅତିରିକ୍ତ ସଂଯୋଜକ ଶ୍ରୀ ପ୍ରଶାନ୍ତ କୁମାର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ଓ ମହେନ୍ଦ୍ରଗିରି ପ୍ରଡ୍ୟୁସର କମ୍ପାନୀର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ। ଉଦୟଗିରିରୁ ମନୋଜ କୁମାର ପାଢ଼ୀଙ୍କ ରିପୋର୍ଟ, ଖବର ତରଙ୍ଗ।